ନମସ୍କାର ଆସନ୍ତୁ ଏକ ରୋମାଞ୍ଚକର ଯାତ୍ରାରେ ବାହାରିବା। କେବେ ଭାବିଛନ୍ତି କି ଆମ ଚାରିପାଖରେ ଥିବା ସବୁକିଛି ଏପରିକି ଆମେ ନିଜେ ପ୍ରକୃତରେ କେଉଁଥିରେ ତିଆରି? ଆଜି ଆମେ ସେହି ରହସ୍ୟର ସନ୍ଧାନ କରିବା। ସବୁଠାରୁ ଛୋଟ ପରମାଣୁର ଆରମ୍ଭ କରି ଆମ ଦୈନନ୍ଦିନ ଜୀବନରେ ଦେଖୁଥିବା ପଦାର୍ଥ ପର୍ଯ୍ୟନ୍ତ। ତେବେ ଆସନ୍ତୁ ଏକଦମ ମୂଳରୁ ଆରମ୍ଭ କରିବା। ଗୋଟିଏ ସରଳ କିନ୍ତୁ ବହୁତ ଗଭୀର ପ୍ରଶ୍ନରୁ ଏ ସବୁକିଛି, ଏ ସାରା ବ୍ରହ୍ମାଣ୍ଡ ପ୍ରକୃତରେ କେଉଁଥିରେ ତିଆରି? ଏହି ପ୍ରଶ୍ନଟି ହିଁ ଆମର ଆଜିର ଅନୁସନ୍ଧାନର ମୂଳଦୁଆ। କୌଣସି ବି ବଡ଼ ଜିନିଷକୁ ବୁଝିବାକୁ ହେଲେ ଆମକୁ ତାର ସବୁଠାରୁ ଛୋଟ ଅଂଶରୁ ଆରମ୍ଭ କରିବାକୁ ପଡ଼ିବ, ଠିକ୍ ନା? ସେଥିପାଇଁ ଆମର ଯାତ୍ରା ଆରମ୍ଭ ହେଉଛି ପରମାଣୁରୁ, ଯାହା ହେଉଛି ପଦାର୍ଥର ମୂଳଦୁଆ। ତେବେ ଏ ପରମାଣୁ କ'ଣ? ସରଳ ଭାଷାରେ କହିଲେ ଏହା ହେଉଛି ସବୁ ପଦାର୍ଥର ମୂଳ ଗଠନକାରୀ ଅଂଶ। ଏମିତି ଭାବନ୍ତୁ ଯେପରି ଏହା ଗୋଟିଏ ଛୋଟ ଇଟା, ଆଉ ସେହି ଇଟାକୁ ଯୋଡ଼ି ଯୋଡ଼ି ଆମ ଚାରିପାଖରେ ଥିବା ସବୁକିଛି ତିଆରି ହୋଇଛି। ଆଉ ଦେଖନ୍ତୁ ପରମାଣୁର ଗଠନ କେତେ ମଜାଦାର। ଠିକ୍ ମଝିରେ ଅଛି ନ୍ୟୁକ୍ଲିୟସ୍, ଆଉ ତା ଚାରିପାଖରେ ଇଲେକ୍ଟ୍ରନ୍ଗୁଡ଼ିକ ଏକ ଅଦ୍ଭୁତ ନୃତ୍ୟରେ ସବୁବେଳେ ଘୁରି ବୁଲୁଛନ୍ତି। ଗୋଟିଏ ଶକ୍ତିର ବାଦଲ ଭିତରେ ଏହାର ତିନୋଟି ମୁଖ୍ୟ ଖେଳାଳି ଅଛନ୍ତି। କେନ୍ଦ୍ରରେ ଧନାତ୍ମକ ପ୍ରୋଟନ୍ ଆଉ ନିରପେକ୍ଷ ନ୍ୟୁଟ୍ରନ୍ ଏକାଠି ରହନ୍ତି, ଯେମିତି ଗୋଟେ ଛୋଟ ପରିବାର। ଆଉ ଋଣାତ୍ମକ ଇଲେକ୍ଟ୍ରନ୍ଗୁଡ଼ିକ ସେହି ଧନାତ୍ମକ କେନ୍ଦ୍ରର ଆକର୍ଷଣ ଯୋଗୁଁ ତା ଚାରିପାଖରେ ଘୁରୁଥାନ୍ତି। କିନ୍ତୁ ମଜା କଥା ହେଉଛି ପରମାଣୁମାନେ ସାଧାରଣତଃ ଏକୁଟିଆ ରହିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ସାଙ୍ଗ ହୋଇ ବଡ଼ ବଡ଼ ଦଳ ତିଆରି କରନ୍ତି, ଆଉ ସେହି ଦଳକୁ ଆମେ କହୁ ଅଣୁ। ତେବେ ଚାଲନ୍ତୁ ସେମାନଙ୍କ ଦୁନିଆକୁ ଯିବା। ତେବେ ଯେତେବେଳେ ଦୁଇ ବା ତାଠାରୁ ଅଧିକ ପରମାଣୁ ରାସାୟନିକ ବନ୍ଧନରେ ବାନ୍ଧି ହୋଇଯାଆନ୍ତି, ସେମାନେ ଏକ ଅଣୁ ତିଆରି କରନ୍ତି। ଏହା ହେଉଛି ଆମ ରସାୟନ ବିଜ୍ଞାନର ଯାତ୍ରାର ପରବର୍ତ୍ତୀ ସ୍ତର। ଏହାର ସବୁଠାରୁ ଭଲ ଉଦାହରଣ ହେଉଛି ଜଳ, ଯାହାକୁ ଆମେ ଜୀବନର ଅମୃତ ବୋଲି କହୁ। ଏଠି ଦେଖନ୍ତୁ, ଦୁଇଟି ଉଦଜାନ ପରମାଣୁ ଆଉ ଗୋଟିଏ ଅମ୍ଳଜାନ ପରମାଣୁ ମିଶି ଜଳର ଏକ ଅଣୁ ତିଆରି କରିଛନ୍ତି। ଏହା ବିନା ଜୀବନ ସମ୍ଭବ ନୁହେଁ। ଆସନ୍ତୁ ଏଇ ଟେବୁଲକୁ ଟିକେ ଦେଖିବା। ଏଇଟା ପରମାଣୁ ଆଉ ଅଣୁ ଭିତରେ ଥିବା ଫରକକୁ ବହୁତ ସହଜରେ ବୁଝେଇ ଦେଉଛି। ମୋଟାମୋଟି କହିବାକୁ ଗଲେ ପରମାଣୁ ହେଉଛି ଏକକ ଖେଳାଳି, କିନ୍ତୁ ଅଣୁ ହେଉଛି ପୁରା ଟିମ୍। କିନ୍ତୁ ଏଠି ଆଉ ଗୋଟିଏ କଥା ଅଛି। ସବୁ ଅଣୁ ସମାନ ନୁହନ୍ତି। କିଛି ଅଣୁକୁ ଆମେ ଏକ ସ୍ୱତନ୍ତ୍ର ନାଁ ଦେଇଛୁ ଯୌଗିକ। ଏହା ଏକ ବିଶେଷ ପ୍ରକାରର ଅଣୁ। ଏହାକୁ ମନେ ରଖିବାର ସବୁଠୁ ସହଜ ଉପାୟ ହେଉଛି, ଯଦି ଗୋଟିଏ ଅଣୁରେ ଭିନ୍ନ ଭିନ୍ନ ପ୍ରକାରର ପରମାଣୁ ଥାଏ, ତେବେ ତାହା ଏକ ଯୌଗିକ। ଯେମିତିକି ଜଳ ବା H2O, ଏଥିରେ ଉଦ୍ଜାନ ଆଉ ଅମ୍ଳଜାନ ଅଛି। କିନ୍ତୁ ଆମେ ନିଶ୍ୱାସରେ ନେଉଥିବା ଅମ୍ଳଜାନ ବା O2, ସେଥିରେ କେବଳ ଅମ୍ଳଜାନ ପରମାଣୁ ଅଛି, ତେଣୁ ତାହା କେବଳ ଏକ ଅଣୁ, ଯୌଗିକ ନୁହେଁ। ଠିକ୍ ଅଛି, ତେବେ ଆମେ ସେ ଛୋଟ ଦୁନିଆରୁ ଟିକେ ବାହାରକୁ ଆସିବା। ଯେତେବେଳେ ଏହି ଅଣୁ ଆଉ ଯୌଗିକମାନେ ଏକାଠି ମିଶନ୍ତି, ସେତେବେଳେ କ'ଣ ହୁଏ? ଚାଲନ୍ତୁ ଏବେ ମିଶ୍ରଣର ଜଗତରେ ବୁଲି ଆସିବା। ପାଣିରେ ଚିନି ମିଶାଇବା କଥା ଭାବନ୍ତୁ। ଯେତେବେଳେ ଚିନି ସମ୍ପୂର୍ଣ୍ଣ ମିଶିଯାଏ, ତାକୁ ହିଁ ଆମେ ଦ୍ରବଣ କହୁ। ଦ୍ରବଣ ହେଉଛି ଏକ ମିଶ୍ରଣ ଯେଉଁଥିରେ ଗୋଟିଏ ଜିନିଷ ଅନ୍ୟଟିରେ ଏମିତି ମିଶିଯାଏ ଯେ ତାକୁ ଆଉ ଅଲଗା କରି ଦେଖିହୁଏ ନାହିଁ। କୌଣସି ବି ଦ୍ରବଣରେ ଦୁଇ ଜଣ ମୁଖ୍ୟ ଖେଳାଳି ଥାଆନ୍ତି। ଯିଏ ମିଶିଯାଏ ସେ ହେଲା ଦ୍ରାବ୍ୟ, ଯେମିତି ଆମ ଉଦାହରଣରେ ଚିନି, ଆଉ ଯିଏ ନିଜ ଭିତରେ ମିଶାଏ ସେ ହେଲା ଦ୍ରାବକ, ଯେମିତିକି ପାଣି। ସାଧାରଣତଃ ଦ୍ରାବକର ପରିମାଣ ଅଧିକ ଥାଏ। ଆଉ ଏଇଠି ପାଣିର ଗୋଟିଏ ସୁପର ପାୱାର ସାମ୍ନାକୁ ଆସେ। ପାଣି ଏତେ ପ୍ରକାର ଜିନିଷକୁ ନିଜ ଭିତରେ ମିଶାଇ ପାରେ ଯେ ତାକୁ ସାର୍ବଜନୀନ ଦ୍ରାବକ ବା ୟୁନିଭର୍ସାଲ ସଲଭେଣ୍ଟ କୁହାଯାଏ। ଏହି ଗୁଣ ପାଇଁ ହିଁ ପୃଥିବୀରେ ଜୀବନ ସମ୍ଭବ ହୋଇପାରିଛି। ତେବେ ଆମ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆମେ ପହଞ୍ଚିଗଲେଣି। ଏବେ ଆମେ ଯାହା ସବୁ ଶିଖିଲେ, ପରମାଣୁ, ଅଣୁ, ଦ୍ରବଣ, ସେସବୁକୁ ଏକାଠି କରି ଏକ ବାସ୍ତବ ଦୁନିଆର ଗୁଣକୁ ବୁଝିବା, ଯାହା ଆମେ ପ୍ରତିଦିନ ଅନୁଭବ କରୁ। ଆମେ ସବୁବେଳେ ଶୁଣୁ ଯେ ଲେମ୍ବୁ ଅମ୍ଳୀୟ, କାରଣ ତାହା ଖଟା ଲାଗେ। କିନ୍ତୁ ଏହାର ପ୍ରକୃତ ବୈଜ୍ଞାନିକ ଅର୍ଥ କ'ଣ? ଅମ୍ଳୀୟ ବା କ୍ଷାରୀୟ ହେବାର ମାନେ କ'ଣ? ଚାଲନ୍ତୁ ଏହାର ରହସ୍ୟ ଜାଣିବା। ଏହା ହେଉଛି pH ସ୍କେଲ୍। ଏହାକୁ ଗୋଟିଏ ଥର୍ମୋମିଟର ଭଳି ଭାବନ୍ତୁ, କିନ୍ତୁ ଏହା ତାପମାତ୍ରା ବଦଳରେ କୌଣସି ଦ୍ରବଣ କେତେ ଅମ୍ଳୀୟ ବା କ୍ଷାରୀୟ ତାହା ମାପିଥାଏ। 0ରୁ 14 ଭିତରେ ହିଁ ସବୁ ଖେଳ। ହେଲେ ଏଠାରେ ଗୋଟିଏ କଥା ମନେ ରଖିବାକୁ ହେବ। ଏହା ଟିକେ ଓଲଟା କାମ କରେ। ଯେତେ ଅଧିକ ଉଦଜାନ ଆୟନ ବା H+ ଥିବ, pH ସଂଖ୍ୟା ସେତେ କମ୍ ହେବ। ଅର୍ଥାତ୍ ଅଧିକ H+ ମାନେ ଅଧିକ ଅମ୍ଳୀୟ, କିନ୍ତୁ pH ନମ୍ବର କମ୍। ସିଧା କଥା ହେଲା, ଅମ୍ଳ H+ ଆୟନ ବଢ଼େଇ pHକୁ 7 ତଳକୁ ନେଇ ଆସେ, ଆଉ ଜିନିଷ ଖଟା ଲାଗେ। ଅନ୍ୟପଟେ କ୍ଷାର H+ ଆୟନ କମେଇ pHକୁ 7 ଉପରକୁ ନେଇଯାଏ, ଯାହା ଫଳରେ ଜିନିଷ ସାବୁନ ଭରି ଚିକଣ ଲାଗେ। ଏବେ ଦେଖନ୍ତୁ ଆମ ଦୈନନ୍ଦିନ ଜୀବନର କିଛି ଉଦାହରଣ।
ଆମ ପାକସ୍ଥଳୀର ଅମଳା କେତେ ଶକ୍ତିଶାଳୀ, ଏହାର pH ମାତ୍ର 1। ଆଉ ଘରେ ବ୍ୟବହାର ହେଉଥିବା ବ୍ଲିଚ୍, ତାର pH 13। ଠିକ୍ ମଝିରେ pH 7ରେ ରହିଛି ବିଶୁଦ୍ଧ ଜଳ, ଯାହା ସମ୍ପୂର୍ଣ୍ଣ ନିରପେକ୍ଷ। ତେବେ ଆଜି ଆମେ ପରମାଣୁରୁ ଆରମ୍ଭ କରି ପିଏଚ୍ ପର୍ଯ୍ୟନ୍ତ ଏକ ଲମ୍ବା ଯାତ୍ରା କଲେ। ଏସବୁ ଜାଣିଲା ପରେ ଗୋଟିଏ ପ୍ରଶ୍ନ ମନକୁ ଆସେ, ଯଦି ଏଗୁଡ଼ିକ ହେଉଛି ପ୍ରକୃତିର ମୌଳିକ ନିୟମ, ତେବେ ଏହି ନିୟମଗୁଡ଼ିକୁ ବ୍ୟବହାର କରି ଆଗକୁ ଆଉ କି ଅଦ୍ଭୁତ ଜିନିଷ ସୃଷ୍ଟି କରାଯାଇପାରିବ? ଏହି ପ୍ରଶ୍ନ ସହିତ ଆଜିର ଏହି ବିଶ୍ଳେଷଣ ଶେଷ କରୁଛି। ଧନ୍ୟବାଦ।